ଆପଣମାନେ କିଏ ଭାବୁଛନ୍ତି କି ଏତିକି ଅନଲାଇନ୍ରେ ମାନେ ବହୁତ ଲକ୍ଷ ଲକ୍ଷ ଟଙ୍କା ଇନକମ୍ କଲେ ବହୁତ ଜଣ କରୁଛନ୍ତି ଠିକ୍ ଆଉ ବହୁତ ସକ୍ସେସ୍ ମଧ୍ୟ ପାଉଛନ୍ତି, କିନ୍ତୁ ଅନେକ ଲୋକ ଏହାର ଅପରଚ୍ୟୁନିଟି ଦେଖିଲେ ମଧ୍ୟ ମିସ୍ କରୁଛନ୍ତି। ଆପଣମାନେ ଜାଣିଛନ୍ତି ଏହାର ମାନେ କୌଣସି ମାନେ ଯେକୌଣସି ଗୋଟେ ରିଜନ୍ ଆପଣ ଜାଣିଛନ୍ତି କେଉଁ କାରଣରୁ ଅନଲାଇନ୍ ଅପରଚ୍ୟୁନିଟି ମଧ୍ୟ ଲୋକ ଦେଖିଲେ ଷ୍ଟାର୍ଟ କରୁନାହାନ୍ତି? ନମସ୍କାର ଗାଇଜ୍, ଏଇ ଆପଣ କେବେ ଭାବିଛନ୍ତି ଗାଇସ୍ ଏତେ ଲୋକ ଅନଲାଇନ୍ରେ ଇନକମ୍ କରୁଛନ୍ତି, ଏତେ ଲୋକ ସକ୍ସେସ୍ ପାଉଛନ୍ତି, କିନ୍ତୁ ବହୁତ ଲୋକ ବି ଏମିତି ବି ଅଛନ୍ତି ଅପରଚ୍ୟୁନିଟି ମିସ୍ ବି କରୁଛନ୍ତି। ରିଜନ୍ କିଛି ଜାଣିଛନ୍ତି ଆପଣ? ଆପଣଙ୍କ ମନେ ବି ଭାବୁଥିବେ କି ଲୋକମାନେ ସତରେ ଅନଲାଇନ୍ ମାନେ ବହୁତ ଜଣ ଲୋକ ଦେଖିଲେ ମାନେ ଅର୍ଣ୍ଣିଂ ବି କରୁଛନ୍ତି, କିନ୍ତୁ ବହୁତ ଲୋକ ଏଥିରେ ମାନେ ଷ୍ଟାର୍ଟ ବି କରୁନାହାନ୍ତି କାହିଁକି? ନମସ୍କାର ଗାଇଜ୍, ଆଜି ମୋ ଚ୍ୟାନେଲରେ ମୁଁ ଆପଣଙ୍କୁ ଶିଖେଇବି କେମିତି ଘରେ ରହିକି ଡିଜିଟାଲ ସ୍କିଲ୍ ଶିଖିକି ଅନଲାଇନ୍ ଇନକମ୍ ଆରମ୍ଭ କରିପାରିବେ। ଠିକ୍ ଅଛି, ଯଦି ଆପଣ ମଧ୍ୟ ଅନଲାଇନ୍ ଫିଲ୍ଡରେ କିଛି କରିବା ପାଇଁ ଚାହୁଁଛନ୍ତି ତେବେ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ। ଆଜିକାଲି ତ ଆପଣ ଜାଣିଛନ୍ତି ସବୁ ତ ଅନଲାଇନ୍ରେ ହିଁ ଚାଲିଲା, ଡିଜିଟାଲ ଦୁନିଆ ହେଇଗଲାଣି, ତ ଡିଜିଟାଲ ସବୁ ଜିନିଷ ହେଲାଣି ଆମର। ପ୍ରଥମେ କାରଣ ହେଉଛି ଭୟ। ଲୋକେ ଭାବନ୍ତି ଅନଲାଇନ୍ରେ ସ୍କାମ୍ ହେବନି କି, ମୋ ପାଖରେ ସ୍କିଲ୍ ନାହିଁ, ମୁଁ ପାରିବିନି। ଏହି ଭୟ ହିଁ ତାଙ୍କୁ ଷ୍ଟାର୍ଟ କରିବାକୁ ଦେଉନାହିଁ। ଦେଖନ୍ତୁ, କିନ୍ତୁ ସତ୍ୟ କଥା ହେଉଛି ଯେଉଁମାନେ ଷ୍ଟାର୍ଟ କରନ୍ତି ସେମାନେ ଶିଖନ୍ତି ଏବଂ ଗ୍ରୋ କରନ୍ତି। ଠିକ୍ ଅଛି, ମାନେ ଆୱାରନେସ୍ଟା କ'ଣ ସୂଚନା ନଥିବ, ମାନେ ଦ୍ୱିତୀୟ କାରଣ ହେଉଛି ସଠିକ୍ ସୂଚନା ନଥିବ। ମାନେ ବହୁତ ଜଣ କ'ଣ କରୁଛନ୍ତି କିଛି ଠିକ୍ ବି ଜାଣୁନାହାନ୍ତି, ତାଙ୍କର କିଛି ମାନେ ଏଇଟା ଗଭର୍ଣ୍ଣମେଣ୍ଟ ଆପ୍ରୁଭ୍ ପ୍ଲାଟଫର୍ମ କି ଏଥିରେ ଜେନୁଇନ୍ ଆମର ଟ୍ରେନିଂ ଦିଆଯାଏ କି ଏଥିରେ ତାଙ୍କର ମାନେ ସେଥିରେ ସେ ୱାର୍କ ପ୍ରପରଲି କରୁଛନ୍ତି କି ନାହିଁ, ଏସବୁ କିଛି ଜିନିଷ ନ ଦେଖି ମାନେ ସେ ବ୍ଲାଇଣ୍ଡଲି ଏନରୋଲ୍ କରୁଛନ୍ତି, ଯାହାଫଳରେ ସେମାନେ ଠକର ଶିକାର ହେଉଛନ୍ତି। ଠିକ୍ ଅଛି, ତ ଆପଣ ଫାର୍ଷ୍ଟ ଜିନିଷ ମାନେ ଜାଣିବି, ବହୁତ ଲୋକ ବି ଅନଲାଇନ୍ରେ କେଉଁ ସ୍କିଲ୍ ଶିଖିବା ଦରକାର, କେମିତି ପ୍ଲାଟଫର୍ମରେ କାମ ମିଳିବ ବା କିପରି ଷ୍ଟାର୍ଟ, ଏସବୁ ଜିନିଷ ଜାଣିବା ଦରକାର। ସେଥିପାଇଁ ଅପରଚ୍ୟୁନିଟି ଥିଲେ ମଧ୍ୟ ଲୋକମାନେ ଡାଇରେକ୍ସନ୍ ନଥିବାରୁ ସେମାନେ ମିସ୍ କରିଦିଅନ୍ତି। ଠିକ୍ ଅଛି, ଆଉ ଗୋଟେ ରିଜନ୍ ଯେଉଁ ମାନେ ଆଜିକାଲି କ'ଣ ଆଜି ନୁହେଁ କାଲି କରିବେ, ଏଇ ଜିନିଷଟା ବି ବହୁତ ଲୋକଙ୍କର ହେଉଛି। ଠିକ୍ ଅଛି, ମାନେ ଯେଉଁଟା କ'ଣ କହିଲେ ଡିସିସନ୍ ବି ସେ ପର୍ଟିକୁଲାର ନେଇପାରୁନାହାନ୍ତି, ଆଜି ନୁହେଁ କାଲି କରିବି, କାଲି ନୁହେଁ ପରଦିନ କରିବି, ଏଇଭଳି କରି କରି ମାସେ ଯାଇ ବି ପଳେଇକି ବର୍ଷେ ଯାଇ ପଳେଇବା, କିନ୍ତୁ ଷ୍ଟାର୍ଟ କରିବାର ଦିନ ଆସୁନି। ତ ରିଜନ୍ ହେଉଛି କମ୍ଫର୍ଟ ଜୋନ୍। ମାନେ କମ୍ଫର୍ଟ, ବହୁତ ଜଣଙ୍କ ଏମିତି ବି କମ୍ଫର୍ଟ ଜୋନ୍ ମାନେ ଆସିଲେ ମାନେ ପରଫେକ୍ଟ ଲୋକମାନେ ଯାହା ଚାଲି ସେଇଟା ଠିକ୍, ନୂଆ କିଛି ଟ୍ରାଏ କରିବା ଡର ଲାଗୁଛି, ତ ସେମାନେ କମ୍ଫର୍ଟ ବି ହେଇପାରୁନାହାନ୍ତି ଆମେ ନୂଆ କିଛି ଷ୍ଟାର୍ଟ କରିବା। ଠିକ୍ ଅଛି, କିନ୍ତୁ ମନେ ରଖିବା ଦରକାର ଗ୍ରୋଥ୍ ସବୁବେଳେ କମ୍ଫର୍ଟ ଜୋନ୍ ବାହାରେ ହିଁ ହୁଏ। ଠିକ୍ ଅଛି, ଆମେ ସବୁ ଜିନିଷ କମ୍ଫର୍ଟ ଜୋନ୍ରେ ବୋଲେ ଆମେ କେବେ ସକ୍ସେସ୍ ହେଇପାରିବୁ। ଯଦି ଆମେ କମ୍ଫର୍ଟ ଜୋନ୍କୁ ଛାଡ଼ିବା ତାହେଲେ ଆମେ ଗ୍ରୋଥରେ ସକ୍ସେସ୍ ହେବା, ମାନେ ଗ୍ରୋଥ୍ ଆମର ଆସିବ। ଠିକ୍ ଅଛି, ଆଉ ଗୋଟେ ଜିନିଷ ବହୁତ ଜଣଙ୍କ ନେଗେଟିଭ୍ ଓପିନିଅନ୍ ଥାଏ, ମାନେ ଏମିତି ବହୁତ ଲୋକଙ୍କ କ'ଣ ନେଗେଟିଭ୍ କଥା, ଯେମିତି ଆମେ କିଛି ଷ୍ଟାର୍ଟ କରିବାକୁ ଚାହିଁଲେ ଲୋକମାନେ କୁହନ୍ତି ଅନଲାଇନ୍ରେ କିଛି ହୁଏ ନାହିଁ, ଏଇଟା ସମୟ ୱେଷ୍ଟ ହୁଏ, ଏହା ତୁମ ପାଇଁ ନୁହେଁ, ଏଇସବୁ ଯେଉଁ କୁହନ୍ତି, ଏହି କଥା ଶୁଣି ଅନେକ ଲୋକ ଅପରଚ୍ୟୁନିଟି ଆସିଲେ ମଧ୍ୟ ସେ ଛାଡ଼ି ଦେଉଛନ୍ତି। କିନ୍ତୁ ଏଠାରେ ଗୋଟିଏ ସିମ୍ପଲ୍ ସଲ୍ୟୁସନ୍ ଅଛି, ଛୋଟ ଛୋଟ ଷ୍ଟେପ୍ରୁ ହିଁ ଷ୍ଟାର୍ଟ କରନ୍ତୁ, ନୂଆ ସ୍କିଲ୍ ଶିଖନ୍ତୁ, ଡେଲି ପ୍ରାକ୍ଟିସ୍ କରନ୍ତୁ। ଠିକ୍ ଅଛି, ମନେ ରଖନ୍ତୁ ଅନଲାଇନ୍ ଅପରଚ୍ୟୁନିଟି ସବୁଠାରେ ଅଛି, କିନ୍ତୁ ସକ୍ସେସ୍ ସେମାନେ ହିଁ ପାଆନ୍ତି ଯେଉଁମାନେ ଆକ୍ସନ୍ ନିଅନ୍ତି। ଠିକ୍ ଅଛି, ତ ସେଥିପାଇଁ ଗାଇଜ୍ ମାନେ ଫ୍ରେଣ୍ଡସ୍, ଆପଣ ଅନଲାଇନ୍ ଅପରଚ୍ୟୁନିଟି ମିସ୍ କରନ୍ତୁନି। ଓକେ, କିନ୍ତୁ ଆଜି ହିଁ ଗୋଟେ ନୂଆ ସ୍କିଲ୍ ଶିଖିବା ଷ୍ଟାର୍ଟ କରନ୍ତୁ, କାରଣ ଆଗାମୀ 3-5 ବର୍ଷରେ ଡିଜିଟାଲ ସ୍କିଲ୍ ହିଁ ଆମ ଫ୍ୟୁଚର୍ ହେବ। ତ ଦେଖନ୍ତୁ, ଯଦି ଆମେ ଭିଡ଼ିଓ ମେନ୍ ଜିନିଷ କ'ଣ ହେଲା ଜାଣିଛନ୍ତି ନା, ଦେଖନ୍ତୁ ଯେକୌଣସି ଗୋଟେ ସ୍କିଲ୍ ଶିଖନ୍ତୁ, ମାନେ ପର୍ଟିକୁଲାର ବହୁତ ସାରା ଡିଜିଟାଲ ସ୍କିଲ୍, ସବୁଗୁଡ଼ାରେ ଆମେ ତ ପରଫେକ୍ଟ ହେଇପାରିବ, ସବୁଥିରେ ଆମେ ପ୍ରୋ ହେଇପାରିବନି, ତା ମଧ୍ୟରୁ ଯେକୌଣସି ଗୋଟେ ହିଁ ସ୍କିଲ୍ ଆପଣ ବାଛି ଦିଅନ୍ତୁ, ଯେପରି କଣ୍ଟେଣ୍ଟ କ୍ରିଏସନ୍ ହେଲା, ୟା ଗ୍ରାଫିକ୍ ଡିଜାଇନ୍, ଫ୍ରିଲାନ୍ସିଂ, ଯେକୌଣସି ଗୋଟେ ସପୋଜ୍ କଣ୍ଟେଣ୍ଟ କ୍ରିଏସନ୍, ଯଦି ଆପଣ ହାଉସ୍ ୱାଇଫ୍ ହେଇଥିବେ ତାହେଲେ ସେ କଣ୍ଟେଣ୍ଟ କ୍ରିଏସନ୍ ହାଉସ୍ ୱାଇଫ୍ ରିଲେଟେଡ୍ ୱାର୍କ ବାଛନ୍ତୁ, ତାକୁ ପୁଣି କଣ୍ଟେଣ୍ଟ କରିକି ଆପଣ ଡେଲି ବେସିସ୍ରେ ୱାର୍କ କରନ୍ତୁ। ନହେଲେ ଆପଣ ଯଦି ଗ୍ରାଫିକ୍ ଡିଜାଇନ୍ ଚାହୁଁଛନ୍ତି ଶିଖିବା ପାଇଁ, ତ ଗ୍ରାଫିକ୍ ଡିଜାଇନ୍ ଶିଖିପାରିଲେ ଆପଣ ଫ୍ରିଲାନ୍ସିଂ ବି କରିପାରିବେ। ତା ସହିତ ଆଜିକାଲି ଆମର ଇନଭିଟେସନ୍ ରହିଲେ ବହୁତ କିଛି ରହୁଛି, ବା ସୋସିଆଲ୍ ମିଡ଼ିଆ ହ୍ୟାଣ୍ଡଲିଂ ବି କରିପାରିବେ। ତ ସେସବୁ ବି ଆରାମସେ ଆପଣ ଡିଜିଟାଲ ସ୍କିଲ୍ ଯଦି ଶିଖିଲେ, ଗୋଟେ ଲେଭେଲ୍ ଯଦି ଆପଣ ପ୍ରୋ ହେଇଗଲେ ସେଇ ଆଗକୁ ବଢ଼ିପାରିବେ। ସପୋଜ୍ ଯେମିତି ମୁଁ କହିଲି ଗ୍ରାଫିକ୍ ଡିଜାଇନ୍, ଫ୍ରିଲାନ୍ସିଂ କରିପାରିଲେ, ଫ୍ରିଲାନ୍ସିଂ ପ୍ରୋ ହେଇଗଲେ, ବହୁତ ଆଗକୁ ହେଲ୍ପ କଲେ, ଲୋକଙ୍କୁ ହେଲ୍ପ କଲେ, ସେଠୁ ବି ଆପଣ କିଛି ଚାର୍ଜେସ୍ କଲେ, ସେଠୁ ବି ଆର୍ନିଂ କଲେ। ତା ସହିତ ଦେଖନ୍ତୁ କାନଭା ଯଦି ଆପଣ ଶିଖିବେ, କାନଭାରେ ବି କିପରି ଆମର ରହିଲା ୟୁଟ୍ୟୁବ୍ର କଭର୍ ପେଜ୍ କରିବା, ବା ଆମ ଇନଷ୍ଟାଗ୍ରାମ୍ ରିଲ୍ସର କଭର୍ ପେଜ୍ କରିବା, ଫେସବୁକ୍ର କଭର୍ କେମିତି କରିବେ, ବା ସୋସିଆଲ୍ ମିଡ଼ିଆ ହ୍ୟାଣ୍ଡଲିଂ କେମିତି କରିବେ। ତାପରେ କାନଭାରେ ଆଜିକା ଡେଟ୍ରେ ତ ମେନ୍ ଜିନିଷ ହେଲା ଏଆଇ। ଠିକ୍ ଅଛି, ଏଆଇ ବି ଆସିଗଲାଣି,
तो एआई भी ये माने यूजेस जानी दियंतु एआई केमिति वीडियो एडिट करा जाए एआई केमिति लोग एक्सपर्ट माने एआई यूज करिकि भी तो गाइज आपण लोक कतरे माने सी जड़े कहले नेगेटिव एडे स्काम तो कथा माने भासी जातु ना आप निजे डिसीजन नियंतु कारण आप निजे जापर सतरे ये मैंने देखो सब जिन देखला आप गोटे विषय से हाउस वाइफ वर्क कर देखो शिखु केमती करुँच तो आप गोटे विश्वास भी करें सत डिजिटल स्किल कम करुँच ठीक है एमती तो लोकों भरोसा कर लोक कहीदेवे स्काम ये कर तो आप भरोसा आप निजे प्रूफ देखिए ओके तो आप निजे देखु प्रूफ देखला आप निजे डिजिटल आमर गोटे बेस्ट अच्छे गूगल आम गूगल जहाँ सर्च कल गूगल तो ये मिछ कथा कहनी से आप निजे सर्च करेंगे सर्च कर आराम से आप गोटे गवर्नमेंट आप प्लाटफर्म बाछे से बहुत भल स्किल शिखु और आग को बढ़ातु डिजिटल स्किल आजिका डेट्रे प्रत्येक मेम्बर सब बहुत ही इम्पोर्टाट कारण दी वर्ष 3-4-5 वर्ष गलापर यही स्किल को लेकिन आम फ्यूचर हम तो आम कहीं स्टार्टिंग शिखानी ओके तो गाइज जदि आप मो वीडियो भल लगी था तब मो वीडियो को लाइक शेयर निश्चय करेंगे और मो चैनल को सब्सक्राइब करेंगे कारण यहीपरी आप मोटिवेशनल और डिजिटल स्किल्स वीडियो पे आप देखिपारे और पुणी देखा नेक्स्ट वीडियो रही धन्यवाद।